ଏତେ ରାତିରେ ଆମେ କୁଆଡ଼େ ଯାଉଥିଲୁ ଯେ ହାତୀ ଦେଖିଲୁ। ତ ଜୟ ଜଗନ୍ନାଥ। ଆପଣମାନେ ଭାବୁଥିବେ କି ଏତେ ରାତିରେ ଇଏ କୁଆଡ଼େ ଯାଉଛି, ତ ଆମେ ଯାଉଛୁ ଗୋଟେ ଜାଗାକୁ। କୁଆଡ଼େ ଯାଉଛୁ ଭିଡ଼ିଓ ଲାଷ୍ଟ ଯାଏଁ ଦେଖନ୍ତୁ, ସବୁ ଜାଣିପାରିବେ। ତାପରେ ଆମେ ଜଣେ ଅଜାଙ୍କ ଘରକୁ ଆସିଲୁ ଭାରି। ତ ଆସିକି ଏପଟେ ଆମେ ଟିଭି ଦେଖୁଛୁ, ଟିକେ ନାକୁ ଗୀତ ବାଜୁଛି ତ ଆମେ ଟିକେ ଦୁଇ ଜଣ ମିଶିକି ଦେଖୁଛୁ ଏଗୁଡ଼ା। ତାପରେ ଅଜା ତାଙ୍କର ଗାଡ଼ି ବାହାର କରିଦେଲେ, ଆମେ ଏବେ ଯିବା ଗୋଟେ ଜାଗାକୁ। କୋଉଠି ଯାଉଛୁ ଭିଡ଼ିଓ ଲାଷ୍ଟ ଯାଏଁ ଦେଖନ୍ତୁ, ସବୁ ଜାଣିପାରିବେ। ତ 3 ଜଣ ଯାକ ଗାଡ଼ିରେ ବସିକି ଏବେ ଆମେ ଚାଲିଲୁ। ଗଲା ଆସିକି ବାଟରେ ଦେଖିଲୁ ଭାପୁରରେ ଲକ୍ଷ୍ମୀ ପୂଜା ହେଉଛି, ତ ଲକ୍ଷ୍ମୀ ପୂଜା ଯାତ୍ରା ଟିକେ ବି ଆମେ ବୁଲିଲୁ। ତ ଯାତ୍ରା ବୁଲାବୁଲି ସାରିକି ବାଟରେ ଗଲାବେଳେ ଆମେ ହାତୀ ଦେଖିଲୁ। ଏପଟେ ସବୁ ଲୋକ ଠିଆ ହେଇଛନ୍ତି, ତାକୁ ଦେଖୁଛନ୍ତି। ଆମେ ବି ଜାଣିପାରୁନୁ କ'ଣ କରିବୁ, ଆଗକୁ ଯିବୁ ନା ପଛକୁ ଯିବୁ, କିଛି ମୁଣ୍ଡ କାମ ଦଉନି। ମାନେ ସେ ଯୋଉ ରେଟ୍ରେ ଠିଆ ହେଇଛି, ନା ଆଗକୁ ଯାଉଛି ନା ପଛକୁ ଯାଉଛି। ହଉ ଛାଡ଼, ତାକୁ ଅନେଇଲେ କିଛି ହବନି। ଆମେ ଗାଡ଼ି ବୁଲେଇକି ଆମେ ଆସିଲୁ ଭାରି। କଥାଟା ହେଉଛି କି ଅଜା ଗୋଟେ ନୂଆ ସ୍କୁଟିଟେ କିଣିବେ, ଆକ୍ଟିଭାର 6G। ତ ସେଥିପାଇଁ ଆମେ ସ୍କୁଟିଟାକୁ ନେବା ପାଇଁ ଆସିଥିଲୁ। ଏପଟେ ଇଏ ତାର ବାଇକ୍ ଦେଖୁଛି, କୋଉ ବାଇକ୍ଟା ଭଲ ଲାଗୁଛି କ'ଣ ନାହିଁ। କହୁଛି ଭବିଷ୍ୟତରେ ନେବା, ଭବିଷ୍ୟତରେ ଆମେ କେବେ ନେଇପାରିବାନି ରେ। ତ ଫାଇନାଲ ଅଜାଙ୍କୁ ଏଇ କଲରଟା ଭଲ ଲାଗିଲା, ତ ଆମେ ଏଇ କଲରଟା ନେଇକି ଯିବୁ ଏବେ। ତାପରେ ଆମେ 2 ଜଣ ଯାକ ବାହାରି ପଡ଼ିଲୁ ଯିବା ପାଇଁ। ଅଜା ତାଙ୍କର କାରରେ ଯିବେ, ଆମେ ଯିବୁ ଏବେ ସ୍କୁଟିରେ। ମାନେ ବାଟରେ ଗଲାବେଳେ ଏତେ ଶୀତ ହେଉଛି, ମାନେ କୁହନି, ଅଲଗା ପ୍ରକାର ପୁରା ଶୀତ ହେଉଛି। ଏତେ ଶୀତ ହେଲା ବାଟରେ ଯେ ଲାଷ୍ଟରେ ଆମେ ଗୋଟେ ଜାଗାରେ ରହିକି ନିଆଁ ପହଁଇଲୁ ଟିକେ ନାକୁ। ତ ଆଉ ଯାଇ ହେଲାଣି, ଭାତ ପୁରାପୁରି ବରଫ ହେଇଗଲା। ତାପରେ ଆମେ 2 ଜଣ ଯାକ ବାହାରି ପଡ଼ିଲୁ ଏବେ ଘରକୁ ଯିବା ପାଇଁ। ଘରକୁ ଆସିଲା ପରେ ଆମେ ଏପଟେ ଆସିଲୁ ଭାରି ଟିକେ ମନ୍ଦିର ଆଡ଼େ ଟିକେ ବୁଲାବୁଲି କରିବା ପାଇଁ। ଏପଟେ ଇଏ ତାର ଫୋନ୍ ଦେଖୁଛି।